କରିବାର ନିଷ୍ପତ୍ତି ମୋତେ ନେଇସାରିଛି। ତୁ କେମିତି ଭୁଲି ଯାଉଛୁ? ତୁ ଜାତି ଶ୍ରେଷ୍ଠ ବ୍ରାହ୍ମଣ, ମାଳି ଘରର ଝିଅ, ମାଳି ଘରର ଝିଅ ବ୍ରାହ୍ମଣ ଘରର ବୋହୂ ହବ। ମୋ ସପ୍ତପୁରୁଷକୁ ପିଣ୍ଡ ମାରିବ। ଆରେ ମୋ ସପ୍ତପୁରୁଷ ତାଠାରୁ ପିଣ୍ଡ ପାଇବେ ତ? ଯୁଗ ବଦଳି ଯାଇଛି ଦାଦା। ସମସ୍ତଙ୍କୁ ସମାନ ଅଧିକାର ଦେଇଛନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମଣିଷ ହେଉଛି କେବଳ ଗୋଟିଏ ଜାତି। ଆମେ ହଉଛୁ ବ୍ରାହ୍ମଣ। ଆମେ ଜାଣିପାରିଲେ ଭଗବାନଙ୍କ ନିଦ ଭାଙ୍ଗେ। ଆମ ଚଳୁରେ ଭଗବାନ ପାଣି ପିଅନ୍ତି। ଆମ ମନ୍ତ୍ର ଧଣିରେ ଭଗବାନ କଥା କୁହନ୍ତି। ଆଉ ସରକାର ଆଇନ କାନୁନ ବଦଳି ଦେଲେ ବୋଲି ଜାତି ଧର୍ମ ସବୁ ଉଠିଯିବ। ଠିକ କହୁଛି ବାବୁ। ଆରେ ଆମେ ହେଲୁ ବ୍ରାହ୍ମଣ, ବ୍ରହ୍ମାଙ୍କର ଅବତାର ବୋଲି ଯତମାନେ ଆମକୁ ଭକ୍ତି କରନ୍ତି, ପୂଜା କରନ୍ତି। ଆରେ ଆମ ଭୟକୁ ଡରନ୍ତି। ଥରେ ଥରେ ବ୍ରାହ୍ମଣର କ୍ରୋଧ ଆସିଗଲେ ଯତମାନ ମାନଙ୍କର ଅମଙ୍ଗଳ ହିଁ ଅମଙ୍ଗଳ। 16 ଶାସନ ବ୍ରାହ୍ମଣ ସମାଜର ମୁରବୀ ଏ ଭକ୍ତି ମଣ୍ଡପର ପଣ୍ଡିତ ଭାଗବତ ମିଶ୍ରର ବୋହୂ ହବ ଗୋଟେ ବାଳିଘରର ଝିଅ। ଜାତି ଧର୍ମର ଦୁହାଇ ଦେଇ ସମାଜକୁ ମୁଁ ଠକି ଚାଲିଛି। ହେଲେ ଆଉ ହେ ନନା, ମୁଁ ଆଜି ଆପଣଙ୍କ ଜାତି ଧର୍ମର ତିନିକାରକୁ ନେଇ ଏ ପୂଜାର ହାତ ଧରି ତାକୁ ଜୀବନର ରାସ୍ତା ଦେଖେଇବି। ମୁଁ ତମକୁ ସେଦିନ କରିଥିଲି ଆଉ ଆଜି ବି କହୁଛି, ତମ ପରିବାର ମନରେ ଦୁଃଖ ଦେଇ ମୁଁ ତମକୁ କେବେ ବି ହେଇପାରିବିନି। ଦେଖ, ତମେ ଯେ ନୈଷ୍ଠିକ ବ୍ରାହ୍ମଣ ଘରର ପୁଅ ଆଉ ମୁଁ ଗୋଟେ ସାଧାରଣ ମାଳି ଘରର ଝିଅ। ମୁଁ ଚାହୁଁନି ମୋ ପାଇଁ ଏଇ ଘରେ ଝଡ଼ ଉଠୁ। ସ୍ନେହ ମମତାର ସମ୍ପର୍କଟା ଭାଗ ଭାଗ ହେଇଯାଉ। ମୁଁ ବୁଝି ସାରିଲିଣି ଜୟ, ଆମେ ତ ତଳ ପାହାଚର ମଣିଷ ହେଇ ଚାନ୍ଦ ଧରିବାକୁ ଇଚ୍ଛା କରିଥିଲି। ତମେ ତ ପୂଜାକୁ ଭୁଲିଯାଅ ଜୟ। ବାହାଘର ମୁଁ ସ୍ଥିର କରିସାରିଛି। ଆଉ ମୋ କଥା ଯଦି ନ ରୁହେ ତାହେଲେ ମୁଁ ଭାବି ନେବି ମୋ ସାନ ପୁଅ ଜୟଦେବ ମୋ ମଥା କାଟି ଦେଇଛି। ଭାଇ ପପି ପଣ୍ଡା ଏଇ ଟାଉନ ଦାନରେ ଆୟୁଷ ଅଛନ୍ତି। ଆଉ ତାଙ୍କ ଭଉଣୀ ଗୋଟିଏ ଚାଉଳରେ ଗଢା। ବୁଝିଲୁ ଭଣଜା? ଆଉ ତତେ ତାଙ୍କୁ ଠିଆ କରିଦେଲେ ଆଉ ପୁରା ରାମ ସୀତାଙ୍କ ଯୋଡ଼ି ତ ହେଇପାରିବିନି। এইটা কোনটা তোর শেষ নিষ্পত্তি? এইটা আমার শেষ নিষ্পত্তি। কোন শেষ নিষ্পত্তি? তবে শুনি রাখো জয়, তবে তোমার ননাকে প্রস্তাব রাজি না হলে ମୁଁ ଭାବିବି ତମେ ଜଣେ ସ୍ୱାର୍ଥପର ମଣିଷ। ତମେ ଶେଷରେ ନିଜକୁ କଷ୍ଟ ଦେଇ ମୋତେ ଏତେ ବଡ଼ ନିଷ୍ପତ୍ତି ଶୁଣେଇ ପାରୁଛ କେମିତି? ଆରେ ଠିକ ଅଛି, ମୋର ବେଶୀ କାହା କଥା ଶୋଇବାର ନାହିଁ। ମୁଁ ଏବେ ଘର ଛାଡ଼ି ଚାଲି ଯାଉଛି। ଏ ଘର ଛାଡ଼ି ଚାଲିଛି ବାହାଘରୁ ତୋର ପ୍ରଥମ ପାଦ ପଡ଼ିବ ତୋର ଅନ୍ଧ ବଡ଼ ଭାଇଟାର ଛାତି ଉପରେ। ଛାତି ଉପରେ ପାଦ ରଖି ଘର ଛାଡ଼ି ଚାଲିଯା। ନନା ପାଗଳଟା କଥା କିଛି ଧରି ବସିବେନି, ତାକୁ ମୁଁ ବୁଝେଇବି। ମା ମୁଁ ବାହାରେ ଦେଇ ସବୁ କଥା ଶୁଣିଛି। ଜୟଦେବ ମୋତେ ତମ ବିଷୟରେ ସବୁ କଥା କହିଛି। ତମେ ବହୁତ ବଢ଼ିଆ ଝିଅ। ତମ ପ୍ରଶଂସା ଯେତେ କଲେ ବି ସରିବନି। ମୁଁ ମାନୁଛି ତମର କିଛି ଭୁଲ ନାହିଁ, ସବୁ ଭୁଲ ମୋ ସାନ ଭାଇର। ହେଲେ ମା, ମୋ ସାନ ଭାଇର ଭୁଲ ପାଇଁ, ଏ ସମାଜର ରୀତିନୀତି ପାଇଁ ଅନ୍ଧ ବଡ଼ ଭାଇଟା ତମ ପାଖରେ କ୍ଷମା ମାଗୁଛ। ଆପଣଙ୍କ ବୟସ ବହୁତ ବଡ଼। ମୋ କଥା ଯଦି ଫେଲ ହେଇଯିବ ତାକେ ସେ ନଣ୍ଡା ଖୋଲିଯିବ, କାନ ମୁଣ୍ଡ ଗରମ କରିଦେବ। ଆଉ ଦରକାର ପଡ଼ିଲେ ମାଟି ଦେଶର ପୋଖରୀ ଟୋଟାଲ ମାଟି ବସି ତାକେ ନଣ୍ଡା କରିଦେବ। ଭାଇନା ଯାଉଛି ପପି ପଣ୍ଡା ଆଗ ସବୁ ସତ କଥା କହିଦେବେ। ବାହାଘର ପ୍ରସ୍ତାବ ଆଗେଇବ, ସତ କଥା କହିଦେବ। ଯଦି ତୁ ମୋ କଥା ନ ରଖ ତାହେଲେ ଆହୁରି କଠୋର ହେଇଯିବି, ବାବୁଙ୍କର ସମ୍ପର୍କ ଭୁଲିଯିବି। ଏଇଟା ଯେମିତି ମନେ ତୁ ନନାଙ୍କ ପ୍ରସ୍ତାବରେ ରାଜି ହେଇଯା। ମୁକ୍ତି ମଣ୍ଡପର ପଣ୍ଡିତ ହିସାବରେ ନନାଙ୍କର ଯୋଉ ସମ୍ମାନ ଅଛି ସେ ସମ୍ମାନ ନଷ୍ଟ ହେଇଗଲେ
ପୁଅ ହିସାବରେ ନା ତୁ ଶୋଇପାରିବୁ ନା ମୁଁ ଶୋଇପାରିବି। ଆମକୁ ରାଜି ହବାକୁ ପଡିବ। ଆରେ ବଡ଼ ବାବୁ ନମସ୍କାର ନମସ୍କାର ନମସ୍କାର। ତ ଲଲାଟରୁ ବାହାଘର ସମ୍ମତି ନେଇ ସାରିଲା ପରେ ଆମେ ଦି ଜଣ